ସହରରେ ମୋ ମାମୁଙ୍କ ଘରେ ରହୁଥିଲି। ମାମୁଁ ବାଙ୍ଗାଲୋରରେ ଗୋଟିଏ ବଡ଼ କମ୍ପାନୀରେ ବଡ଼ ପୋଷ୍ଟରେ ଚାକିରି କରୁଥିଲେ। ମାଇଁ ସୁନ୍ଦର ଏବଂ କମ୍ ବୟସର ଥିଲେ। ମୁଁ ଓ ମାଇଁ ସେହି ଘରେ ଏକାଠି ରହୁଥିଲୁ। ଦିନେ ଯେତେବେଳେ ମୁଁ କଲେଜରୁ ଆଗୁଆ ପଳାଇ ଆସିଲି ତ ଦେଖିଲି କି ମାଇଁଙ୍କ ରୁମ୍ କବାଟ ଅଳ୍ପ ଖୋଲା ଅଛି। ଯେମିତି ମୁଁ କବାଟ ଫାଙ୍କରେ ଦେଖୁଛି ସେ ଦୃଶ୍ୟ ଦେଖି ମୋ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା। କାହିଁକି ନା ମାଇଁ ତ। ଆପଣ କାହାଣୀଟି ସମ୍ପୂର୍ଣ୍ଣ ଶୁଣନ୍ତୁ, କାହାଣୀର ରହସ୍ୟ ବୁଝିପାରିବେ। ଆଉ ହଁ, ଆପଣମାନେ ଯଦି କାହାଣୀଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୁଣିବେ, ଆପଣଙ୍କୁ ଅନୁରୋଧ କି ଲାଇକ୍ ସେୟାର କରିବା ସହିତ ମୋ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିଦେବେ। ଆମ ଜୀବନରେ ବେଳେବେଳେ କିଛି ଏମିତି ଘଟଣା ଘଟିଥାଏ ଯାହା ଆଖିରେ ନ ଦେଖିଲେ ବିଶ୍ୱାସ କରି ହୁଏନି। ଏହି ଘଟଣା ଠିକ୍ ସେମିତି, ଯାହା ମୁଁ ସେହି କବାଟ ଫାଙ୍କରେ ଦେଖୁଥିଲି। ବିଶ୍ୱାସ କରିବା ସହଜ ନଥିଲା। କେମିତି ମୁଁ ବିଶ୍ୱାସ କରିଥାନ୍ତି କି ମାମୁଁ ନଥିବା ବେଳେ ମାଇଁ ଏପରି କିଛି କରିପାରନ୍ତି ବୋଲି। ମାଇଁ ତ ଜାଣି ବି ପାରିନଥିଲେ କି ମୁଁ ଏତେ ଜଲ୍ଦି କଲେଜରୁ ଫେରି ଆସିବି ବୋଲି। ଆଉ ମୁଁ ଜମା ବି ବିଶ୍ୱାସ କରିପାରୁନଥିଲି କି ଘରକୁ ଆସି ଏମିତି କିଛି ଦେଖିବି ବୋଲି। ସେହି ମାଇଁ ଯାହାକୁ ନେଇ ମୁଁ ଏତେ ଗର୍ବ କରୁଥିଲି, କିଛି କ୍ଷଣ ଭିତରେ ମୋ ଗର୍ବ ଚୂନା ହୋଇଯାଇଥିଲା। ଧୀରେ ଧୀରେ ମୁଁ ସେଠାରୁ ପଳାଇ ଆସିଲି। ମୁଁ ଚାହୁଁନଥିଲି କି ମାଇଁଙ୍କୁ ମୋ ଉପସ୍ଥିତି ଖରାପ ଲାଗୁ ବୋଲି। ମୁଁ ଘରୁ ବାହାରି ରାସ୍ତାକୁ ପଳାଇ ଆସିଥିଲି। ରାସ୍ତାରେ ଛିଡ଼ା ହୋଇ ଏମିତି କିଛି କଲି ଯାହାପରେ ମାମୁଁ ମାଇଁଙ୍କ ସହିତ ରହିବାଟା ମୋର 4 ମାସ ହୋଇଯାଇଥିଲା। କିନ୍ତୁ ଏହି 4 ମାସରେ ମୋର କେବେ ବି ଏମିତିକା ଘଟଣା ହୋଇନଥିଲା। ମୋ ନାଁ ରିଙ୍କୁ। ଆମ ଘର କଟକ ଜିଲ୍ଲାର ଗୋଟିଏ ଛୋଟିଆ ଗାଁରେ। ମୋ ଜୀବନରେ ଗୋଟିଏ ଏମିତି ସମୟ ଆସିଲା ଯେତେବେଳେ ପଢ଼ିବା ପାଇଁ ମୁଁ ଘର ଛାଡ଼ି ସହରକୁ ଆସିବା ପାଇଁ ବାଧ୍ୟ ହେଲି। ଆମ ପରିସ୍ଥିତି ବହୁତ ଖରାପ ଥିଲା। ଏହି ସମୟରେ ମୋତେ ବାଙ୍ଗାଲୋର IITରେ ଆଡ଼ମିସନ୍ ହୋଇଗଲା। ତେବେ ଆମ ଅବସ୍ଥା ଖରାପ ଥିବାରୁ ମୁଁ ଛୋଟ ଛୋଟ କାମ କରିବା ସହିତ ଗୋଟିଏ ଛୋଟିଆ ରୁମ୍ ଭଡ଼ାରେ ନେଇ ରହୁଥିଲି। ଆଉ ସେ ସହରରେ ବି ମୋ ମାମୁଁ ମାଇଁ ରହୁଥିଲେ। କିନ୍ତୁ ତାଙ୍କ ଘରକୁ ଯାଇ ରହିବାକୁ ମୋତେ ଭଲ ଲାଗୁନଥିଲା। କାହିଁକି ନା ତାଙ୍କ ବିବାହକୁ ମାତ୍ର 8 ମାସ ହୋଇଥିଲା। ଆଉ ତାଙ୍କୁ କମ୍ପାନୀ କାମରେ ଗୋଟିଏ ମାସ ପାଇଁ ପଞ୍ଜାବ ଯିବାକୁ ଥିଲା। କିନ୍ତୁ ଯେମିତି ସେ ଜାଣିଲେ କି ମୁଁ ବାଙ୍ଗାଲୋର IITରେ ନାଁ ଲେଖାଇଛି ଆଉ ତାଙ୍କୁ ଭେଟିବା ପାଇଁ ବି ଯାଇନି, ସେ ଫୋନ୍ କରି ମୋ ଉପରେ ରାଗିଲେ। ମୁଁ କହିଲି କି ମାମୁଁ, ତମ ବାହାଘରକୁ କିଛି ମାସ ହେଇଛି, ତେଣୁ ଭାବିଲି କି ସେଠିକି ଗଲେ କାଳେ ତମର କିଛି ଅସୁବିଧା ହେବ। ଏକଥା ଶୁଣିବା ପରେ ମୋ ମାମୁଁ ଆହୁରି ରାଗିଗଲେ। କହିଲେ, ତୋ ମାଇଁ ବହୁତ ଭଲ ଆଉ ସମସ୍ତଙ୍କ ଦେଖାଶୁଣା କରେ। ଥରେ ଆସିଲେ ଜାଣିପାରିବୁ କି ମାଇଁଙ୍କ ଅସୁବିଧା ହେଉଛି କି ସେ ଅଧିକ ଖୁସି ହେଉଛନ୍ତି। ମାମୁଁ ବ୍ୟସ୍ତ ହେବା ଦେଖି ମୁଁ ତାଙ୍କ ଘରକୁ ଗଲି। ପ୍ରଥମ ଥର ପାଇଁ ମାଇଁଙ୍କୁ ଭେଟିବାକୁ ଯାଉଥିଲି, କାରଣ ମୋର ପରୀକ୍ଷା ଚାଲିଥିବାରୁ ତାଙ୍କ ବିବାହ ସମୟରେ ଯାଇପାରିନଥିଲି। ତାଙ୍କ ଘରକୁ ପହଞ୍ଚିବା ପରେ ଯେତେବେଳେ ମାଇଁଙ୍କୁ ପ୍ରଥମ ଥର ପାଇଁ ଦେଖିଲି, ମୁଁ ଆଶ୍ଚର୍ଯ୍ୟ ହୋଇଗଲି। କାରଣ ସେ ମୋତେ ଏମିତି ସ୍ନେହ ଶ୍ରଦ୍ଧାର ସହିତ ବ୍ୟବହାର କଲେ ଯେ ମୋତେ ଲାଗିଲା ଯେମିତି ସେ ମୋତେ ଆଗରୁ ଜାଣିଛନ୍ତି। ମାଇଁ ମାମୁଁଙ୍କ ଠାରୁ 7 ବର୍ଷ ସାନ ଥିଲେ। ମାଇଁ ଦେଖିବାକୁ ବହୁତ ସୁନ୍ଦର ଥିଲେ। ମୋ ଆସିବା କଥା ମାମୁଁ ଆଗରୁ ମାଇଁଙ୍କୁ କହିଦେଇଥିଲେ। ତେଣୁ ମୁଁ ପହଞ୍ଚିବା ପରେ ସେ ମୋ ସହିତ ଢେର ସାରା କଥା ହେଲେ। ମୋର ପ୍ରତିଟି କଥା ସେ ଧ୍ୟାନ ଦେଇ ଶୁଣୁଥିଲେ। ତାଙ୍କର ହାବଭାବରେ ମୁଁ ଆପଣାପଣ ଅନୁଭବ କରୁଥିଲି। ମୋ ସହିତ କଥା ହେବା ବେଳେ ତାଙ୍କର ଠାଣିରେ ଥିଲା କିଛି ଅଲଗା ଅନ୍ଦାଜ। ଏମିତି କଥା ହେଉ ହେଉ ସେ ରୋଷେଇ କରିବାକୁ ଭୁଲି ଯାଇଥିଲେ। କିଛି ସମୟ ଯାଇଛି କି ନା ମାମୁଁ ବଜାରରୁ ଘରକୁ ଫେରିବା ପରେ ମାଇଁ ରୋଷେଇ ଆରମ୍ଭ କଲେ। ସେଦିନ ସେ ମୋ ମନ ପସନ୍ଦର ସବୁ ଖାଇବା ତିଆରି କଲେ। ସେଠୁ ମାମୁଁ ଖାଇସାରି ଅଫିସ୍ ଚାଲିଗଲେ। ଆଉ ମୁଁ ଓ ମାଇଁ ସେ ଘରେ ଏକା ରହିଗଲୁ। ସେଦିନ ମୁଁ ମାମୁଁଙ୍କ ଘରକୁ ସିଫ୍ଟ କରିବାରୁ ମୁଁ ଆଉ କଲେଜ ଯାଇନଥିଲି। ତେଣୁ ଏମିତି କଥାବାର୍ତ୍ତାରେ ପୁରା ଦିନ ବିତି ଯାଇଥିଲା। ପରଦିନ ମୁଁ ସକାଳୁ ଉଠି 8ଟା ସୁଦ୍ଧା ମୋ କାମ ସାରି ଦେଇଥିଲି। ଆଉ ମାଇଁ ବି ସକାଳୁ ଉଠି ମୋ ପାଇଁ ଟିଫିନ୍ ତିଆରି କରିବା ସହିତ ମୋତେ ଖାଇବାକୁ ଦେଲେ। ମୁଁ ଖାଇସାରି କଲେଜ ଚାଲିଗଲି। ଆଉ ମୋ ପରେ ପରେ ମାମୁଁ ବି ତାଙ୍କ ଅଫିସ୍ ବାହାରିଗଲେ। କଲେଜରେ ପାଠପଢ଼ା ସାରି ଫେରିବା ବେଳକୁ ସନ୍ଧ୍ୟା ହୋଇଯାଇଥିଲା। ସନ୍ଧ୍ୟାରେ ଘରକୁ ଫେରିବା ବେଳକୁ ଦେଖିଲି କି ମାଇଁ ଯେମିତି ମୋତେ ଅପେକ୍ଷା କରି ରହିଥିଲେ। ମୁଁ ଫ୍ରେଶ୍ ହେଇ ଆସିବା ମାତ୍ରେ ସାଙ୍ଗେ ସାଙ୍ଗେ ସନ୍ଧ୍ୟା ଜଳଖିଆ ମୋ ହାତକୁ ବଢ଼ାଇ ଦେଲେ।
ଆଉ ମୋ ପାଖରେ ବସି ସାରା ଦିନ ହଲଚଲ ପଚାରି ବୁଝିଲେ। ମୁଁ ବି ମୋର କଲେଜର ସବୁ କଥା କହିଦେଲି। ଏମିତି ରାତି ହୋଇଯାଇଥିଲା। ସମସ୍ତେ ଖାଇସାରି ଶୋଇବା ପାଇଁ ପ୍ରସ୍ତୁତ ଥିଲେ। ମୁଁ ବି ମୋ ରୁମ୍କୁ ଆସି ଖଟରେ ଗଡ଼ି ପଡ଼ିଲି। ହଠାତ୍ ମାଇଁ ମୋ ରୁମ୍କୁ ଆସିଲେ। ମୁଁ ଟିକେ ଅପ୍ରସ୍ତୁତ ହୋଇଗଲି। ସେ ଆସି ସିଧା ମୋ ପାଖରେ ବସିଗଲେ ଆଉ କହିଲେ କି ତମ ପାଇଁ ପାଣି ନେଇ ଆସିଛି, ଆଉ ବି ଯଦି ରାତିରେ କିଛି ଦରକାର ହେବ ତ ମୋତେ କହିବ। ସେଠୁ ସେ ଚାଲିଗଲେ। କିନ୍ତୁ ମୋ ମନରେ କିଛି ପ୍ରଶ୍ନ ଉଙ୍କି ମାରୁଥିଲା। ପୁରା ଦିନର କଥା ମନେ ପଡ଼ୁଥିଲା। ମାଇଁ କାହିଁକି ମୋର ଏତେ ଧ୍ୟାନ ରଖୁଛନ୍ତି? ମୁଁ ଉଠିବା ଆଗରୁ ମୋ ପାଇଁ ଜଳଖିଆ ପ୍ରସ୍ତୁତ କରିଦେଉଛନ୍ତି। ମୋ ପାଖରେ ଆସି ଘଣ୍ଟା ଘଣ୍ଟା କଥା ହେଉଛନ୍ତି। ସତେ ଯେମିତି କଲେଜରୁ ଫେରିବା ପର୍ଯ୍ୟନ୍ତ ମୋତେ ଅପେକ୍ଷା କରୁଛନ୍ତି। ଆଉ ସେ ମୋ ସହିତ କଥା ହେବା ସମୟରେ ତାଙ୍କ ଠାଣି ବି କେମିତି କେମିତି ଲାଗୁଛି। ଏସବୁ ପ୍ରଶ୍ନ ମୋତେ କେମିତି ଅସହଜ କରି ପକାଉଥିଲା। ବହୁତ ଭାବିବା ପରେ ନିଜକୁ ଗାଳି ଦେଇ କହିଲି କି ନା ନା, ବୋଧେ ମାଇଁଙ୍କ ସ୍ୱଭାବ ସେମିତିକା। ନିଜର ଲୋକଙ୍କ ପ୍ରତି ସେ ଅଧିକ ଧ୍ୟାନ ରଖିବା ତାଙ୍କର ଅଭ୍ୟାସ। ତେଣୁ ସେଥିପାଇଁ ସେ ବି ମୋତେ ଏତେ ଗୁରୁତ୍ୱ ଦେଉଛନ୍ତି। ଏସବୁ କଥା ଭାବୁ ଭାବୁ କେତେବେଳେ ମୋତେ ନିଦ ଲାଗିଯାଇଥିଲା। ପରଦିନ ରବିବାର ଥିଲା। କଲେଜ ଛୁଟି ଥିଲା। ତେଣୁ ମୋର ଉଠିବାରେ ଟିକେ ଡେରି ହେଲା। ସକାଳ 8ଟା ବାଜିଥିଲା। ମୋ ରୁମ୍ କବାଟ ଖୋଲି ମାଇଁ ଆସିଲେ। ମୋ ପାଖରେ ବସିବା ସହିତ ମୋତେ ଉଠାଇବା ପାଇଁ ଚେଷ୍ଟା କଲେ। ଦୁଇପଦ ଡାକରେ ମୋ ନିଦ ଭାଙ୍ଗିଗଲା। ମୁଁ ହଡ଼ବଡ଼େଇ ହୋଇ ଉଠି ପଡ଼ିଲି। ଦେଖିବା ବେଳକୁ ସେ ମୋ ପାଇଁ ଚାହା ନେଇକି ଆସିଥିଲେ। ସେ ଚାଲିଯିବା ପରେ ମୁଁ ବ୍ରସ୍ କରି ଚାହା ପିଇଲି। ଫ୍ରେଶ୍ ହେବା ପରେ ମାମୁଁଙ୍କ ପାଟି ଶୁଭିଲା। କେଜାଣି ମୋତେ କାହିଁକି ଡାକୁଥିଲେ। ମୁଁ ତାଙ୍କ ରୁମ୍କୁ ଗଲି। ତାଙ୍କ ପାଖରେ ବସିବା ପରେ କହିଲେ କି ରିଙ୍କୁ, ତୋତେ ଗୋଟିଏ କଥା କହିବାର ଅଛି। ଆସନ୍ତା ସପ୍ତାହରୁ ମୋତେ କମ୍ପାନୀ ତା'ର ପଞ୍ଜାବ ସ୍ଥିତ ଅଫିସକୁ ପଠାଉଛି। ଯେହେତୁ ସେ ସେହି ଅଫିସ ନୂଆ କରି ଆରମ୍ଭ ହେବ, ମୁଁ ମ୍ୟାନେଜର ଭାବରେ ସେଠାରେ କିଛି ଦିନ ପାଇଁ ରହି ସବୁ କାମ ଦେଖିବି। କିନ୍ତୁ ତେଣୁ ପାଖାପାଖି 1 ମାସ ମୋତେ ସେଠାରେ ରହିବାକୁ ପଡ଼ିବ। ଆଉ 1 ମାସ ପରେ ପୁଣି ମୁଁ ଏଠାକୁ ଫେରି ଆସିବି। ତେଣୁ ତତେ କହୁଥିଲି କି ତମେ ମାଇଁ ଭଣଜା 2 ଜଣ ଏଠାରେ ରହିପାରିବ ତ? ମାଇଁଙ୍କ ଦେଖାଶୁଣା କରିପାରିବୁ ତ? ହଠାତ୍ ମାମୁଁଙ୍କ ମୁହଁରୁ ଏ କଥା ଶୁଣି ମୋତେ ଟିକେ ଅଡ଼ୁଆ ଲାଗିଲା। କ'ଣ କହିବି କିଛି ଭାବିପାରିଲିନି। କିନ୍ତୁ ମୁଁ କହିବା ଆଗରୁ ମାଇଁ କହିଲେ କି ହଁ ହଁ, କାହିଁକି, କ'ଣ ଅସୁବିଧା ହେବ? ରିଙ୍କୁ ତ ବଡ଼ ପିଲା ହେଇଗଲାଣି, ଆଉ ସେ ବି ମୋର ଠିକ୍ରେ ଯତ୍ନ ନେଇପାରିବେ। ତେଣୁ ତୁମେ ଆରାମରେ ଯାଅ, ଆଉ ଯେତେ ଜଲ୍ଦି ହେବ କାମ ସାରିଦେବ। ସେଠୁ ମାମୁଁ ମୋତେ ଅନେଇବାରୁ ମୁଁ ଖାଲି ମୁଣ୍ଡ ହଲେଇ ସମ୍ମତି ଜଣେଇଲି। ସମ୍ମତି ଜଣେଇଦେଲି ସିନା, ହେଲେ ମୁଁ ଜାଣିନଥିଲି କି ଏହାପରେ ମୋ ପାଇଁ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବ ବୋଲି। ଯେଉଁ ପରିସ୍ଥିତି ମୋତେ ଆଉ ମୋ ମାନସିକତାକୁ ଦୋହଲେଇ ଦେବ। ଏମିତି 5 ଦିନ ବିତିଗଲା। ଆଉ ମାମୁଁ ପଞ୍ଜାବ ପଳେଇଲେ। ସେଦିନ ଥିଲା ଶନିବାର। ମାମୁଁ ସକାଳ ଫ୍ଲାଇଟ୍ରେ ଯିବା ପରେ ମୁଁ ପ୍ରସ୍ତୁତ ହୋଇ କଲେଜ ବାହାରିଗଲି। କଲେଜରୁ ଫେରିବା ବେଳକୁ ଦେଖେ ତ ମାଇଁ କବାଟ ପାଖରେ ଛିଡ଼ା ହୋଇ ମୋତେ ଅପେକ୍ଷା କରିଛନ୍ତି। ମୋତେ ଯେମିତି ଦେଖିଲେ ଟିକେ ହସି ଦେଇ ପଚାରିଲେ କି ଆଜି କ'ଣ ଏତେ ଡେରି କରିଦେଲ? ସେଠୁ ମୁଁ କହିଲି କି ଆଜି ସାଙ୍ଗମାନଙ୍କ ସହିତ କ୍ଲାସ୍ ବିଷୟରେ କଥା ହେଉ ହେଉ ଡେରି ହୋଇଗଲା। ଭିତରକୁ ଯିବା ପରେ ମୋତେ ଫ୍ରେଶ୍ ହେବା ପାଇଁ କହିଦେଇ ମାଇଁ ରୋଷେଇ ଘରକୁ ଚାଲିଗଲେ। ଭିତରକୁ ଯିବା ପରେ ମୋତେ ଫ୍ରେଶ୍ ହେବା ପାଇଁ କହିଦେଇ ମାଇଁ ରୋଷେଇ ଘରକୁ ଚାଲିଗଲେ ମୋ ପାଇଁ ଖାଇବା ଆଣିବାକୁ। ଟିକେ ସମୟ ପରେ ମୁଁ ବାଥରୁମ୍ରୁ ଫେରିଲି। ଆଉ ଦେଖିବା ବେଳକୁ ମୋ ପାଇଁ ଗରମ ଗରମ ପୁରୀ ତରକାରୀ ନେଇକି ଆସିଥିଲେ। ମୁଁ ଖାଇବା ଆରମ୍ଭ କଲି। ଆଉ ସେ ମୋ ସହିତ ଗପିବା ବି ଆରମ୍ଭ କରିଥିଲେ। କଥାରେ କଥାରେ ଆମ କଲେଜ କଥା ପଚାରୁ ପଚାରୁ ମୋତେ କହିଲେ କି ରିଙ୍କୁ, ଗୋଟିଏ କଥା କହିବି? ମୁଁ ହଁ କରିବାରୁ ସେ କହିଲେ କି ତମେ ମୋତେ ମାଇଁ ନ ଡାକି ରୀତା ଡାକିଲେ କେମିତି ହୁଅନ୍ତା? ମାଇଁଙ୍କ ନାଁ ରୀତା ଥିଲା। ତାଙ୍କର ଏମିତି କଥାରେ ମୁଁ ଟିକେ ରହିଗଲି। ଆଉ କହିଲି କି ମାଇଁ, ତମେ କେମିତିକା କଥା କହୁଛ? ମୁଁ ତୁମକୁ ନାଁ ଧରି କେମିତି ଡାକିପାରିବି? ସେ କହିଲେ କି ତମେ ଓ ମୁଁ ପ୍ରାୟ ଏକା ବୟସର। ଯଦି ବି କିଛି ତଫାତ୍ ରହିବ ତାହେଲେ ମାତ୍ର 2-3 ବର୍ଷ ଭିତରେ। ଆଉ ଆଜିକାଲିର ମଡ଼ର୍ଣ୍ଣ ଯୁଗରେ ପୁରୁଣା କାଳିଆ ପ୍ରଥା ପରମ୍ପରାକୁ ଧରି ବସିଲେ କ'ଣ ଚଳିବ? ତେଣୁ ତୁମେ ଆଜିଠାରୁ ମୋତେ ନାଁ ଧରିକି ଡାକ, ମୋତେ ଭଲ ଲାଗିବ। ତାଙ୍କର ଏମିତି କଥା ମୋତେ ଟିକେ ଅସଜଡ଼ା ଲାଗିଲା। ସେ ବାଧ୍ୟ କରିବାରୁ ମୁଁ ତାଙ୍କୁ ନାଁ ଧରି ଡାକିବ ବୋଲି ହଁ କହିଦେଲି। ମୁଁ ଖାଇସାରି ପଢ଼ିବା ଆରମ୍ଭ କରିଦେଲି। ଆଉ ମାଇଁ ଗଲେ ରୋଷେଇ ଘରକୁ ରାତି ଖାଇବା ପ୍ରସ୍ତୁତ କରିବାକୁ। ହେଲେ କିଛି ସମୟ ପରେ ମୁଁ କାହିଁ ଅନୁଭବ କଲି କି ମାଇଁ ରୋଷେଇ କରିବା ସହିତ ମୋ ଆଡ଼କୁ ଅନଉଛନ୍ତି।
ଏମିତି 2-3 ଥର ଅନୁଭବ କରିବା ପରେ ମୁଁ ଥରେ ଚାହିଁଦେବା ବେଳକୁ ସେ କେମିତି ନଜରରେ ମୋତେ ଅନେଇଥିଲେ ଆଉ ଆଖିରେ ଆଖି ମିଶିଯିବା ପରେ ସେ ତରବରରେ ନଜର ହଟେଇ ଦେଲେ। ମୋତେ ବି କେମିତି ଅଡ଼ୁଆ ଅଡ଼ୁଆ ଲାଗୁଥିଲା। ମୁଁ ଆଉ ପାଠ ପଢ଼ିପାରିଲିନି। ନିଜକୁ ଅପ୍ରସ୍ତୁତ ଲାଗିଲା। ଏମିତିରେ ରାତି ହେଲା ଓ ଆମେ ମିଶିକି ଖାଇବା ପରେ ମୁଁ ମୋ ରୁମ୍କୁ ଚାଲିଗଲି। ଆଉ ସବୁଦିନ ପରି ମାଇଁ ମୋ ରୁମ୍କୁ ଆସି ପାଣି ରଖିଦେଇ ଚାଲିଗଲେ। କିନ୍ତୁ ମୋ ମନରେ ବହୁତ ସାରା ପ୍ରଶ୍ନ ଉଠୁଥିଲା। କାହିଁକି ମାଇଁ ମୋ ପ୍ରତି ଏତେ ଭଲ ପାଇବା ଅଜାଡ଼ି ଦେଉଛନ୍ତି ଆଉ ମୋର ପ୍ରତି କଥା ବୁଝୁଛନ୍ତି? ଆଉ ଆଜିର ଘଟଣା ଏମିତି କେତେ କ'ଣ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା। ତେବେ ସେ ସବୁକୁ ଆଡ଼େଇ ଦେଇ ମୁଁ ଶୋଇବା ପାଇଁ ଚେଷ୍ଟା କଲି। ପରଦିନ କଲେଜର ପ୍ରଥମ ସେମିଷ୍ଟାର ପରୀକ୍ଷା ନୋଟିସ୍ ଆସିଗଲା। ଏବେ ମୋ ମୁଣ୍ଡରେ ଯେମିତି ଚଢ଼କ ପଡ଼ିଲା, କାରଣ ଅଳ୍ପ ଦିନ ପରେ ପରୀକ୍ଷା ହେବ ଆଉ IIT ପାଠ ଏତେ କମ୍ ଦିନରେ ସାରିବା ଏତେ ସହଜ ନଥିଲା। ତେଣୁ ମୋର ଜଣେ ଭଲ ସାଙ୍ଗ ଅମିତ ଓ ମୁଁ ଏକାଠି ମିଶି ପଢ଼ିବା ପାଇଁ ସ୍ଥିର କଲୁ। ଆମେ ଦୁହେଁ ମିଶି ମାମୁଙ୍କ ଘରେ ପଢ଼ିବା ପାଇଁ ନିଷ୍ପତ୍ତି ନେଲୁ। ସେହି ଅନୁସାରେ ମୁଁ ମାଇଁଙ୍କ ଅନୁମତି ନେବା ପାଇଁ ତାଙ୍କୁ ପଚାରିଲି ତ ସେ ହଁ କରିଦେଲେ। 2 ଦିନ ପରଠାରୁ ଆମ ପ୍ରସ୍ତୁତି ଆରମ୍ଭ ହୋଇଗଲା। ଅମିତ ପ୍ରତିଦିନ ସନ୍ଧ୍ୟା ହେବା ପରେ ଆମ ଘରକୁ ଆସୁଥିଲା ଆଉ ଆମେ ଏକାଠି ପାଠ ପଢ଼ୁଥିଲୁ। ଅମିତ ଆସିବା ପରେ ମାଇଁ ଆମ ଦୁହିଁଙ୍କ ପାଇଁ ଚାହା ଜଳଖିଆ ଦେଉଥିଲେ ଆଉ ଆମ ପାଖରେ ବସି କଥା ବି ହେଉଥିଲେ। ଏମିତି କଥାରେ କଥାରେ ଅମିତ ମାଇଁଙ୍କ ସହିତ ଘନିଷ୍ଠ ହୋଇଯାଇଥିଲା। ମାଇଁ ବି ଅମିତ ସହିତ ପୁରା ଭଲରେ ମିଶୁଥିଲେ। ଥଟ୍ଟା ମଜା ସହିତ ବିଭିନ୍ନ କଥା ହେଉଥିଲେ। ଦିନେ ଅମିତ ମୋତେ ଏକ ଏମିତି କଥା କହିଲା ଯାହାକୁ ଶୁଣିବା ପରେ ମୋ ମୁଣ୍ଡ ଖରାପ ହୋଇଗଲା। ସେ କହିଲା କି ରିଙ୍କୁ, ତୋ ମାଇଁ ତ ବହୁତ ସୁନ୍ଦର, ବହୁତ ଭଲରେ ବି ମିଶୁଛନ୍ତି ଆଉ ଆମ ବୟସର ବି। ତାଙ୍କ ସହିତ ଏକାଠି ରହିବା ସମୟରେ ତୁ କ'ଣ ଏବେ ତାଙ୍କ ପ୍ରତି ଆକର୍ଷିତ ହେଇନୁ? ତୋ ମନରେ କ'ଣ କିଛି କଥା ଆସିନି? ତାର ଏକଥା ଶୁଣିବା ପରେ ଯେମିତି ମୋ ମୁଣ୍ଡ ଖରାପ ହୋଇଗଲା। ତାକୁ ଗାଳିଦେଲି। କହିଲି, ଏମିତି ଆଉ ଦିନେ ବି ମୋତେ ଏମିତି କଥା କହିବୁନି। ସମ୍ପର୍କର ମାନେ ତୁ ବୋଧେ କିଛି ବୁଝିନାହୁଁ। ମୋର ଏତିକି କଥାରେ ସେ ସେଦିନ ଚୁପ୍ ହୋଇଗଲା। କିନ୍ତୁ ମୋ ମନରେ କାହିଁକି ତା କଥା ଗୁଞ୍ଜରିତ ହେଉଥିଲା। ସେଦିନ ରାତିରେ ମାଇଁ ପାଣି ବି ରଖିବାକୁ ଡେରି କରିଦେଲେ ତ ମୁଁ ଯେତେବେଳେ ରୋଷେଇ ଘରକୁ ପାଣି ପାଇଁ ଗଲି, ମାଇଁ ସେଠାରେ କ'ଣ କରୁଥିଲେ? ମୋତେ ଦେଖି ପଚାରିଲେ କି କ'ଣ ହେଲା ରିଙ୍କୁ, କ'ଣ ଦରକାର? ତାଙ୍କୁ ଅନେଇଲି ତ ସେ ନାଇଟ୍ ଡ୍ରେସ୍ରେ ଥିଲେ ଆଉ ସେ ଡ୍ରେସ୍ରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ। ମୁଁ ନଜର ହଟେଇ ପାରୁନଥିଲି। ସେ ହଠାତ୍ ପୁଣି ଥରେ ପଚାରିଲେ କି କ'ଣ ଦରକାର? ଟିକେ ଥର ଥର କଣ୍ଠରେ କହିଲି କି ଆପଣ ପାଇଁ ପାଣି ଆଣିଥିଲି। ସେ ସାଙ୍ଗେ ସାଙ୍ଗେ ପାଣି ବୋତଲ ନେଇ ମୋ ପାଖକୁ ପଳେଇ ଆସିଲେ ଆଉ ମୋ ହାତରେ ବୋତଲ ଧରେଇ ଦେଇ କହିଲେ। ସେ ଯେମିତି ମୋ ପାଖକୁ ଆସି ମୋ ହାତରେ ବୋତଲ ଧରେଇ ଦେଲେ, ଏକ ଅପୂର୍ବ ସୁଗନ୍ଧ ଯେମିତି ମୋତେ ପୁଲକିତ କରିଦେଲା। କିଛି ନ କହି ମୁଁ ତୁରନ୍ତ ମୋ ରୁମ୍କୁ ପଳେଇ ଆସି କବାଟ ଦେଇଦେଲି ଆଉ ଶୋଇବା ପାଇଁ ବେଡ଼୍ରେ ପଡ଼ି ରହିଲି। କିନ୍ତୁ ନିଦ ନଥିଲା। ମନରେ ଆସୁଥିଲା କି ସତରେ ମାଇଁ ବହୁତ ସୁନ୍ଦର। ଅମିତ ସତ କହୁଥିଲା। କିନ୍ତୁ ଏତେ ସୁନ୍ଦର ସ୍ତ୍ରୀକୁ ଛାଡ଼ି ମାମୁଁ କେମିତି ବାହାରେ ରହିପାରୁଛନ୍ତି? ମୋ ମନକୁ ବହୁତ ସାରା କଥା ଆନ୍ଦୋଳିତ କରୁଥିଲା। ହେଲେ ମନର କଥାକୁ ଚାପି ଦେଇ ଶୋଇପଡ଼ିଲି। ପରଦିନ ସକାଳୁ ଯେତେବେଳେ ଉଠିଲି, ଦେଖିଲି କି ମାଇଁ ତାଙ୍କ ରୁମ୍ରେ ଥିଲେ। ମୁଁ ପ୍ରସ୍ତୁତ ହେଇ ବାହାରିବା ବେଳେ ସେ ଆସି ମୋତେ ଜଳଖିଆ ଦେଲେ। କିନ୍ତୁ ମୁଁ ତାଙ୍କ ଆଡ଼କୁ ଅନେଇ ପାରିନଥିଲି। ତଳକୁ ମୁହଁ କରି ତାଙ୍କ ହାତରୁ ପ୍ଲେଟ୍ ନେଇ ଜଳଖିଆ ଖାଇଦେଇ କଲେଜ ପଳେଇଲି। କଲେଜରେ ବି ପାଠପଢ଼ା ପ୍ରତି ମନ ଲାଗୁନଥିଲା। ବିଭିନ୍ନ ଅଡ଼ୁଆ ପ୍ରଶ୍ନ ସବୁ ମନ ଭିତରେ ବାରମ୍ବାର ଆସୁଥିଲା। ସେଦିନ ଏମିତି ବିତିଗଲା। ପରଦିନ ମୁଁ ସକାଳୁ ପୁଣି କଲେଜ ବାହାରିଗଲି। ହେଲେ ସେଦିନ ଅମିତକୁ କଲେଜରେ ପାଇନଥିଲି। ସେଦିନ ସେ କଲେଜ ଆସିନଥିଲା। ପଚାରିବାରୁ ସେ କହିଲା କିଛି କାମ ପାଇଁ ସେ ଆସିପାରିବନି। ମୁଁ ଗୋଟିଏ ପରେ ଗୋଟିଏ କରି 3ଟି କ୍ଲାସ୍ କରିସାରିଥିଲି। ଚତୁର୍ଥ କ୍ଲାସ୍ ସମୟରେ ମୋ ପେଟ କେମିତି କେଜାଣି କାଟିବାକୁ ଆରମ୍ଭ ହେଲା। ଭାବିଲି ସମ୍ଭାଳି ଦେଇ କ୍ଲାସ୍ ସାରିଦେବି, କିନ୍ତୁ ଯନ୍ତ୍ରଣା ପୁରା ବଢ଼ିଯିବାରୁ ବାଧ୍ୟ ହେଇ ଅଧାରୁ ଛାଡ଼ି ଘରକୁ ପଳେଇ ଆସିଲି। ଯେମିତି ଘରେ ପାଦ ଦେଇଛି ତ ଦେଖିଲି କି ମାଇଁଙ୍କ ରୁମ୍ର କବାଟ ଅଳ୍ପ ଖୋଲା ଅଛି ଆଉ ତା ଭିତରୁ 2 ଜଣ ଫୁସ୍ଫୁସ୍ କରି କ'ଣ ସବୁ କଥା ହେଉଛନ୍ତି। ମୋତେ ସନ୍ଦେହ ହେଲା, ଆମ ଘରକୁ ପୁଣି ଏ ବେଳାରେ କିଏ ଆସିଛନ୍ତି? ମୁଁ ବ୍ୟାଗ୍ ଥୋଇ ଦେଖିବାକୁ ଗଲି। ଯେମିତି ପାଦ ଚିପି ଚିପି ଯାଇ କାନେଇଲି ତ ସୁରଟା ଚିହ୍ନିଲା ପରି ଲାଗୁଥିଲା। ଆଉ କବାଟ ଫାଙ୍କରେ ଯେମିତି ଦେଖିଲି, ସେ ଦୃଶ୍ୟ ଦେଖି ମୋ ହୋସ୍ ଉଡ଼ିଗଲା। ପାଦ ତଳୁ ମାଟି ଖସିଗଲା ପରି ଲାଗିଲା।
ଯାହାକୁ ମୋ ମାଇଁଙ୍କ ସହିତ ଦେଖିଲି ସେ ତ ମୋର କେବେ ବି ଭାବିନଥିଲି କି ସେ ଏମିତି କାମ କରିବ ବୋଲି। ଆଉ ମାଇଁ ସେ ବି କେମିତି ଏତେ ତଳକୁ ଖସିଗଲେ? ଯାହାକୁ ନେଇ ମୁଁ ଗର୍ବ କରୁଥିଲି ତାଙ୍କର ଏହି କାମ ମୋତେ ଲଜ୍ଜିତ ଅନୁଭବ କରୁଥିଲା। ମାଇଁ ତାଙ୍କୁ କହୁଥିଲେ କି ରିଙ୍କୁ ଓ ତାଙ୍କ ମାମୁଁ ପୁରାପୁରି ବୁଦୁ। ଜଣେ ନିଜର ଚାକିରି ପାଇଁ ପାଗଳ, ଆଉ ରିଙ୍କୁକୁ ଏତେ ଇସାରା ଦେଲେ ବି ସେ ବୋକା, କିଛି ବି ଜାଣିପାରିଲେନି। ଜଣେ ସୁନ୍ଦରୀ ପାଖରେ ଥାଇ ଲାଭ କ'ଣ? ମୁଁ ତାଙ୍କର ପ୍ରତିଟି କଥା ଏତେ ଭଲରେ ଆଉ ନିଜର ପରି ବୁଝୁଛି। ପୁରା ପାଖରେ ବସି ରହୁଛି, ନିଜକୁ ଏତେ ସୁନ୍ଦର ଭାବରେ ସଜେଇ ଦେଉଛି, କିନ୍ତୁ ସେ ଏତେ ବୋକା ଯେ ମୋ ଆଡ଼କୁ ଟିକେ ବି ଅନଉନାହାନ୍ତି। ମୋ ବିଷୟରେ ସବୁ ତା ଆଗରେ ସେ କହି ଚାଲିଥିଲେ, ଆଉ ମୁଁ ଛିଡ଼ା ହୋଇ ସେ ସବୁ ଶୁଣି ଚାଲିଥିଲି। ସେଠୁ ମାଇଁ ସେ ପିଲାକୁ କହୁଥିଲେ କି ତମେ ଯେଉଁଦିନ ଆମ ଘରକୁ ଆସିଲ ଆଉ ପ୍ରଥମ ଥର ପାଇଁ ମୋତେ ଅନେଇଲ, ମୁଁ ତମ ମନର କଥା ଠିକ୍ ସେ ଜାଣିପାରିଥିଲି। କିଛି ଦିନ ଭିତରେ ଆମେ ଖୁବ୍ ଘନିଷ୍ଠ ହୋଇଗଲେ। ମୁଁ ତମ ପାଖରେ ବସିଥିଲି, ଥଟ୍ଟା ମଜା କରୁଥିଲି ତ ମୋତେ ବି ବହୁତ ଭଲ ଲାଗୁଥିଲା, ଆଉ ତମେ ବି ମୋ ମନର କଥା ବୁଝିପାରୁଥିଲ। ମାଇଁ ଏମିତି ସବୁ କଥା କହି ଚାଲିଥିବା ବେଳେ ମୁଁ ଆଉ ଶୁଣିବା ପରିସ୍ଥିତିରେ ନଥିଲି। ସ୍ୱାମୀ ଯଦି କିଛି ମାସ ପାଇଁ ତା ସ୍ତ୍ରୀକୁ ଛାଡ଼ି ଚାଲିଯାଏ, ତାହେଲେ ସ୍ତ୍ରୀ କ'ଣ ଏସବୁ କରିବା ଠିକ୍ କି? ମୋ ମନରେ ବାରମ୍ବାର ପ୍ରଶ୍ନ ଆସୁଥିଲା। ଆଉ ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ସେ ପିଲା ଆଉ କେହି ନୁହେଁ, ସେ ହେଉଛି ମୋ ସାଙ୍ଗ ଅମିତ। ଆମ ଘରକୁ ଆସିବା ପରେ ମାଇଁ ଆଉ ଅମିତ ଦୁହେଁ ମୋ ଅଗୋଚରରେ ଘନିଷ୍ଠ ହୋଇଯାଇଥିଲେ। ଆଉ ଅମିତ ମୋ ନିଜର ସାଙ୍ଗ ହେଇକି ବି ମୋ ପିଠିରେ କେମିତି ଛୁରୀ ଭୁଷି ପାରିଲା? ତାହେଲେ ସେ ଆଜି ମୋତେ ଏଥିପାଇଁ ମିଛ କହିଥିଲା, ଆଉ ଏହି କାରଣ ପାଇଁ ସେ କଲେଜ ଯାଇନଥିଲା। ମୁଁ କ'ଣ କରିବି କିଛି ଭାବିପାରୁନଥିଲି, ମୁଣ୍ଡ ଘୁରି ଯାଉଥିଲା। ମାଇଁ ଓ ଅମିତ ଜାଣିବା ଆଗରୁ ମୁଁ ସେ ଜାଗା ଛାଡ଼ିଦେଲି। ଘର ବାହାରକୁ ପଳେଇ ଆସି ରାସ୍ତାରେ ଛିଡ଼ା ହୋଇଗଲି। କ'ଣ କରିବି, କି ଷ୍ଟେପ୍ ନେବି ଚିନ୍ତା କରିପାରୁନଥିଲି। କିଛି ସମୟ ଭାବିବା ପରେ ମାମୁଁକୁ ଫୋନ୍ ଲଗାଇଲି। ପଚାରିଲି, ମାମୁଁ ତମେ କେତେ ଦିନ ପରେ ଆସିବ? ମୋ ସ୍ୱରରୁ ସେ କ'ଣ ଭାବିଲେ କେଜାଣି ସିରିୟସ୍ ହେଇ ପଚାରିଲେ କି କ'ଣ ହେଇଛି। ସେଠୁ କହିଲି କି ମାମୁଁ ତମେ ନୂଆ ନୂଆ ବାହା ହେଇ ମାଇଁଙ୍କୁ କେମିତି ଏଠାରେ ଛାଡ଼ି ଦେଇ ପଳେଇଛ? ସେ ତମକୁ ସବୁବେଳେ ଝୁରୁଛନ୍ତି, ତମକୁ ସବୁବେଳେ ମନେ ପକାଉଛନ୍ତି, ବେଳେବେଳେ ଆଖିରୁ ଲୁହ ଗଡ଼ଉଛନ୍ତି, ତମ କଥା ସବୁବେଳେ କହୁଛନ୍ତି। ତମକୁ ଛାଡ଼ି ସେ ଆଉ ରହିବା ପରିସ୍ଥିତିରେ ନାହାନ୍ତି, ତେଣୁ ତମେ ଯେତେ ଜଲ୍ଦି ପାରୁଛ କାମ ସାରି ପଳେଇ ଆସ। ଏତିକି କହି ମୁଁ ଫୋନ୍ କାଟିଦେଲି। ଅମିତ ଓ ମାଇଁଙ୍କ ବିଷୟରେ କହିବାଟା ଠିକ୍ ଭାବିଲିନି, କାରଣ ମୋର ଗୋଟିଏ ଛୋଟିଆ ସତ ମାମୁଁଙ୍କ ଘର ଉଜାଡ଼ି ଦେଇଥାନ୍ତା। ତେଣୁ ବାଧ୍ୟ ହୋଇ ମୋତେ ଅଲଗା ଉପାୟରେ ମାମୁଁଙ୍କୁ କହିବାକୁ ପଡ଼ିଲା। ତ କାହାଣୀଟି ଏତିକି ଥିଲା। ତ ଶ୍ରୋତା ବନ୍ଧୁମାନେ, ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚିନ୍ତ ପସନ୍ଦ ଆସିଥିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ତେବେ ଆଜି ପାଇଁ ରହୁଛି, ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର କାହାଣୀ ସହିତ ଆଉ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।